ନିରୁପାୟ ମମତା ଖୋଜି ବୁଲୁଛି ଉପାୟ, କିଏ ଦେବ ସାହାରା। କିଡନୀ ରୋଗରେ ପୀଡ଼ିତ ହୋଇ ଭାସ୍କର ଏବେ ଅସହାୟ। ନା ଅଛି ସମ୍ବଳ, ନା ଅଛି ସାହାରା। ଘଟଣା ହୋଇଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କେ ବରଡ଼ା ପଞ୍ଚାୟତ ପିହାନିଆ ଗ୍ରାମର ଭାସ୍କରଙ୍କ ସହିତ। ଭାସ୍କର 15 ବର୍ଷ ତଳେ ମମତାଙ୍କୁ ବିବାହ କରିଥିଲେ। ଗରିବ ପରିବାର ହେଲେ ବି ବେଶ ହସ ଖୁସିରେ ଦିନ କାଟୁଥିଲେ। ଦିନ ମଜୁରିଆ କାମ କରି ପାରିଶ୍ରମିକ ଅର୍ଥରେ ଚଳୁଥାନ୍ତି। ଏପରିକି ବିବାହ ପରେ ଗୋଟିଏ ଝିଅ ଓ ଗୋଟିଏ ପୁଅ ପାଇ ଆନନ୍ଦରେ ଗଡ଼ି ଚାଲିଥାଏ ଭାସ୍କରଙ୍କ ସଂସାର ରଥ। ହଠାତ୍ ଦିନେ ଏହି ସୁଖ ସଂସାରରେ ମାଡ଼ି ଆସିଲା ଅଦିନିଆ ଝଡ଼। ବହିଗଲା ନିରାଶାର ଦୀର୍ଘ ନିଶ୍ୱାସ। ନିରୁପାୟ ମମତା ଖୋଜି ବୁଲୁଛନ୍ତି ଉପାୟ, କିଏ ହେବ ସାହାରା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କେ ବରଡ଼ା ପଞ୍ଚାୟତର ପିହାଣିଆ ଗ୍ରାମର ଭାସ୍କର ବେହେରା। ବୟସ 38 ବର୍ଷ। ସ୍ତ୍ରୀ ମମତା, ଝିଅ କାଜଲ ଓ ପୁଅ ବିଶାଳକୁ ନେଇ ଭାସ୍କରଙ୍କ ପରିବାର। 4 ମାସ ତଳେ ଭାସ୍କରଙ୍କ ଦେହ ଖରାପ ହେବାରୁ ସେ ମେଡିକାଲ ଯାଇଥିଲେ। ସେଠାରେ ଡାକ୍ତର ଭାସ୍କରଙ୍କ 2ଟି କିଡନୀ ଖରାପ ହୋଇଥିବା କହିଥିଲେ। ଏହା ଶୁଣିବା ପରେ ମମତାଙ୍କ ପାଦ ତଳୁ ମାଟି ଖସି ପଡ଼ିଥିଲା। ଦେଖାଗଲା ଚତୁର୍ଦ୍ଦିଗ ଅନ୍ଧକାର। ଉଭୟ ସ୍ୱାମୀ ସ୍ତ୍ରୀ ନିରାଶର ଚାହିଁଲେ ପରସ୍ପରକୁ ଚାହିଁ ଲୋତକ ଗଣାଇଲେ। ସତରେ କିଏ ଦେବ କିଡନୀ? କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇ ବର୍ତ୍ତମାନ ନିଜ ଘରେ ବସି ଅସହାୟ ଭାସ୍କର ଓ ନିରୁପାୟ ମମତା ଖୋଜି ବୁଲୁଛନ୍ତି ଉପାୟ। ନିବେଦନ କରିଛନ୍ତି ସରକାରଙ୍କୁ ଟିକିଏ ସହାୟତା ପାଇଁ। ରେଡକ୍ରସରୁ 10,000 ସହାୟତା ପାଇଁ ନିରାଶରେ ଦିନ ଗଣୁଛନ୍ତି ପରିବାର। ଏକ ପକ୍ଷରେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଚିନ୍ତା, ଅନ୍ୟପକ୍ଷରେ ଛୋଟ ଛୋଟ 2ଟା ପିଲାଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ମମତା। ଦେଖାଯାଉ କିଏ ବଢ଼ାଉଛି ଭାସ୍କରଙ୍କୁ ସହାୟତାର ହାତ। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।